ଅଶ୍ୱିନ ଦଉ ଆମର ଦି ଜଣ ଦେବତା ଅଛନ୍ତି, ଅଶ୍ୱିନ ଆଉ କୁମାର ବୈଦ୍ୟରାଜ। ଯେଉଁମାନେ କବିରାଜ ମାନେ ସେମାନେ ଏଇଠୁ ସଂଗ୍ରହ କରନ୍ତି ଶୁଙ୍ଘିକି ଔଷଧ, ସେମାନେ ଏଠି ସେବା କରୁଛନ୍ତି। ଏ 5 ଜଣ ଜ୍ଞାନେନ୍ଦ୍ରିୟ ସେବା କରୁଛନ୍ତି ଏ ଶରୀର ଭିତରେ, ଆଉ 5 ଜଣ କର୍ମେନ୍ଦ୍ରିୟ ଅଛନ୍ତି ଏ ଶରୀରର ସେବା କରୁଛନ୍ତି। ସ୍ରୋତସ୍ୟ ଦିକ୍ ବାଚ ଦେବତା ପନ୍ଥୀ, ହସ୍ତୌରୁ ଇନ୍ଦ୍ର, ପାଦରୁ ବିଷ୍ଣୁ, ପାୟୁରୁ ମୃତ୍ୟୁ, ଉପତସ୍ୟ ପ୍ରଜାପତି। ବାଚ ଦେବତା ବର୍ଣ୍ଣି, ଆମେ କଥା କହୁଛନ୍ତି, ବାକ୍ ଶକ୍ତି। ଏ ଯୋଉ ଅଗ୍ନିପନ୍ନ ଭାଷଣ କହୁନାହାନ୍ତି, ସେ କଣ ଭାଷଣ ଦେଲେ? ତାଙ୍କ ଭାଷଣ କେତେ ତାତ୍ପର୍ଯ୍ୟମୟ ଥିଲା। ସେ ଭାଷଣ, ଏଇ ଭାଷଣ ହେଉଛି ଅଗ୍ନି ଦେବତା। ବାଚ ଦେବତା ବହ୍ନି, ବହ୍ନି ଶବ୍ଦର ଅର୍ଥ ହେଉଛି ଅଗ୍ନି ଦେବତା। କାରଣ ଆମେ ଅନ୍ୟମାନ ଇଏ ଦେବତା ମାନଙ୍କର ରାଜା ହେଉଛନ୍ତି ଇନ୍ଦ୍ର। ସେ ଅର୍ଡର କରନ୍ତି, ଆମ ହାତ ସବୁବେଳେ ଅର୍ଡର କରେ ସମସ୍ତଙ୍କୁ। କେମିତି କରୁଛନ୍ତି? ସିଏ ଅଛନ୍ତି ବୋଲି ଅନୁଭବ କରନ୍ତୁ ଆପଣମାନେ, ସିଏ ଅଛନ୍ତି। ମୃତ୍ୟୁ ଦେବତା ଯମରାଜ। ଆମେ ଯେତେବେଳେ ପାଇଖାନା ଯାଉଛନ୍ତି, ଆମର ମଳଟା ତ୍ୟାଗ କରୁଛନ୍ତି, ସେ ମଳର ମୃତ୍ୟୁ ହେଇଗଲା, ସେଠି ସିଏ ବସି ସେବା କରୁଛନ୍ତି। ଜଣେ ମୃତ୍ୟୁ ଲୋକରେ ତାକୁ କେବେ ପାଇଖାନା ହବ ନାହିଁ। ଉପତସ୍ୟ ପ୍ରଜାପତି, ଉପତସ୍ୟ କେ ଯେ ଆମେ ପ୍ରଯୋଜନ, ଆମେ ସୃଷ୍ଟି କରିଛନ୍ତି ସାରା ସଂସାରକୁ। ବ୍ରହ୍ମା ଯାହାକୁ କୁହାଯାଏ ପ୍ରଜାପତି। କାହାର ସେବା କରୁଛନ୍ତି? ୟା ବୀର ଆଉ କେହି ସେବା କରିବେ।